नमस्कार ମୁଁ ପରିତୋଷ ପ୍ରାଉଡ ଓଡ଼ିଶା ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ଆମେ କଥା ହେଉଛୁ ବଡ଼ ଅପଡେଟ୍ ନେଇ ଆସିଛି ଯେଉଁ ସିଏମ୍ କିଷାନର ଯେଉଁ ନେକ୍ସଟ ଟଙ୍କାଟେ ମିଳିବାକୁ ଯାଉଛି। ତ ଏହା ବହୁତ ଜଲ୍ଦି ମିଳିବାକୁ ଯାଉଛି, ତ ସେ ବିଷୟରେ ଆଜି ଆଲୋଚନା କରିବା। ତ ଆଗରୁ ଜଣାଇଦେବି ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇଦେଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦିଅନ୍ତୁ। ତ ଯେଉଁ ସିଏମ୍ କିଷାନର ଯେଉଁ ନେକ୍ସଟ କିସ୍ତିଟି ଆସିବାର ଅଛି, ତ ସରକାରଙ୍କ କହିବା ମୁତାବକ 30 ତାରିଖ ଦିନ ଏହା ସମସ୍ତଙ୍କ ଆକାଉଣ୍ଟକୁ ପଶିବା। ତ କାହା ଆକାଉଣ୍ଟକୁ ଆସିବ ଏବଂ କିଏ ପାଇବେ କିଏ ପାଇବେନି ତା ବିଷୟରେ ଆଜି ଟୋଟାଲ ଆଲୋଚନା କରିବା। ତ କିଛି ୟୁଟ୍ୟୁବର ମାନେ କହୁଛନ୍ତି ଏହା କରନ୍ତୁ ସେୟା କରନ୍ତୁ ଆସିଯିବ, ତ ସେଇଟା କେତେ ଦୂର ସତ୍ୟ ଆଉ ତାର ଟୋଟାଲ ତଥ୍ୟଟା ଆମେ ଆଜି ଏଇ ଭିଡ଼ିଓରେ ଜାଣିବା। ତ ଦେଖନ୍ତୁ, ଯଦି ଆପଣଙ୍କର ବି ଆପ୍ଲାଏ କରିଥିଲେ କି ଆଗରୁ ପାଉଥିଲେ ତ ସେଇଟା ଚେକ୍ କରିବେ କି ଆପଣ ପାଇବେ କି ନାହିଁ, ତ ତା ବିଷୟରେ ଜଣାଇବା। ତ ଦେଖନ୍ତୁ କେମିତି ଆପଣ ଚେକ୍ କରିବେ। ମୋ ଚ୍ୟାନେଲରେ ଆପଣ ସେମିତି ଭିଡ଼ିଓ ପାଇବେନି କି ଏଇଟା କରନ୍ତୁ ସେଇଟା କରନ୍ତୁ, ଫାଲତୁ ଭିଡ଼ିଓ ମୁଁ କାହାକୁ ଦିଏନି। ତ ଯେଉଁଟା ରିଏଲ୍ ଏବଂ ଅଥେଣ୍ଟିକେଟ୍ ଭିଡ଼ିଓ ହୋଇଥାଏ, ମାନେ ରିଏଲ୍ ଏବଂ ଅଥେଣ୍ଟିକେଟ୍ ସୂଚନା ଆପଣଙ୍କୁ ଦେଇଥାଏ। ତ ସେଥିପାଇଁ ଆପଣଙ୍କୁ ଅନୁରୋଧ କରୁଛି ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେଇ ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ପ୍ରଥମ ଭିଡ଼ିଓ ଆପଣ ପାଇପାରିବେ ଏବଂ ଜେନ୍ୟୁଇନ୍ ଅଥେଣ୍ଟିକେଟ୍ ଭିଡ଼ିଓ ପାଇପାରିବେ। ତ ଜଣାଇଦେବି ଆପଣଙ୍କୁ କେମିତି ଆପଣ ଚେକ୍ କରିବେ କି ଆପଣଙ୍କର ସିଏମ୍ କିଷାନର ଷ୍ଟାଟସ୍ଟି କ'ଣ ରହିଛି ଏବଂ ଆପଣ ନେକ୍ସଟ କିସ୍ତିଟି ପାଇବେ କି ନାହିଁ। ତ ଦେଖନ୍ତୁ, ଯଦି ଆପଣ ଚେକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ଯେଉଁ ପ୍ରୋସେସଟି କହୁଛି ସେଇ ପ୍ରୋସେସ ସିଏମ୍ କିଷାନ ମାରିଦେଲେ ଆପଣଙ୍କର ଆସିଯିବ cmkisan.odisha.gov.in। ତ ତାପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣଙ୍କର ସିଏମ୍ କିଷାନର ଅଫିସିଆଲ ୱେବସାଇଟ୍ଟି ଓପନ୍ ହୋଇଯାଉଛି। ତ ଏଇଠି ଆପଣଙ୍କର ବହୁତ ଗୁଡ଼ାଏ ଅପସନ୍ ରହୁଛି। ଏଠି ଦେଖନ୍ତୁ ଚାଷୀ ପଞ୍ଜୀକରଣ ଲଗ୍ଇନ୍ କରନ୍ତୁ ଉପରେ ଅପସନ୍ ରହୁଛି, ତଳକୁ ସ୍କ୍ରୋଲ୍ କରିବେ। ସ୍କ୍ରୋଲ୍ କଲା ପରେ ଆପଣ ଡେସ୍କଟପ୍ ମୋଡ଼୍ଟିକୁ ଅନ୍ କଲେ ବି ଭଲ, ନହେଲେ ବି ଆପଣ ଚେକ୍ କରିପାରିବେ। ଯଦି ଡେସ୍କଟପ୍ ମୋଡ଼୍ଟିକୁ ଅନ୍ କରିକି ଚେକ୍ କରିବେ ତ ଆପଣ ଆରାମସେ ଚେକ୍ କରିପାରିବେ। ତ ତଳକୁ ଦେଖନ୍ତୁ ଆପଣଙ୍କର ଏଇଠି ରହିଲା ପିଏମ୍ କିଷାନ ସିଏମ୍ କିଷାନ ନିମନ୍ତେ ଚାଷୀ ପଞ୍ଜୀକରଣ, ପୂର୍ବରୁ ପଞ୍ଜୀକୃତ ଯେଉଁ ପୂର୍ବରୁ ପଞ୍ଜୀକୃତ କରିଛନ୍ତି କିମ୍ବା ଆପଣଙ୍କର ଇକ୍ୟୁଆଇସିଟି କରିବାକୁ ଚାହୁଁଛନ୍ତି ତ ଏଇଠି କରିପାରିବେ। ତାପରେ ଏଇଠି ଦେଖନ୍ତୁ ବାଁ ପାଖରେ ରହୁଛି ସ୍ଥିତି ଯାଞ୍ଚ କରନ୍ତୁ। ଯେଉଁ ସ୍ଥିତି ଯାଞ୍ଚ କରନ୍ତୁ, ତାପରେ ଯଦି ଆପଣ ଇକେୱାଇସି କରିବାକୁ ଚାହୁଁଛନ୍ତି ତ ଇକେୱାଇସି ସ୍ଥିତି ଯାଞ୍ଚ କରନ୍ତୁ। ତ ଏଇଠି ମାନେ ଆପଣଙ୍କର ଇକେୱାଇସିର ସ୍ଥିତିଟାକୁ ଯାଞ୍ଚ କରିପାରିବେ। କିନ୍ତୁ ଆମେ ଚେକ୍ କରିବା କି ଆମର ସ୍ଥିତିଟାକୁ ଦେଖିବା। ତ ସ୍ଥିତି ଯାଞ୍ଚ କରନ୍ତୁ, ତାପରେ ଆମେ କ୍ଲିକ୍ କଲୁ। କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଆଧାର ନମ୍ବର ମାଗୁଛି, ତ ଆପଣ ଆଧାର ନମ୍ବରଟି ଦେଇଦେବେ। ଆଧାର ନମ୍ବରଟି ଦେଇଦେବା, ମୁଁ ଗୋଟେ ଆପଣଙ୍କୁ ଦେଖାଇ ଦେଉଛି। ଆଧାର ନମ୍ବରଟି ଦେଇଦେବେ। ଆଧାର ନମ୍ବର ଦେଲା ପରେ ଆଧାର ନମ୍ବରଟି ଦେଇଦେଲେ ତାପରେ ଶୋ ଉପରେ କ୍ଲିକ୍ କରିଦେବେ। ଏଠି ଦେଖନ୍ତୁ ପ୍ରାୟ ସମସ୍ତଙ୍କର ଆପ୍ଲାଏ ଯେଉଁମାନଙ୍କର ସବୁ ଆପ୍ଲାଏ ହେଇଥିଲା ନୂଆ, ପ୍ରାୟ ସମସ୍ତଙ୍କର ଏଇଭଳିଆ ଶୋ କରୁଛି। ତ ସେଇଟା ଯେଉଁ ଶୋ କରୁଛି ଲାଷ୍ଟ ପୋଜିସନରେ ଆପଣଙ୍କର ରହୁଛି ଯେଉଁ ଦେଖନ୍ତୁ ଆପ୍ଲିକେସନ୍ ଫର୍ମ VW ଏଗୁଡ଼ା ସବୁ କମ୍ପ୍ଲିଟ୍ ହେଇଯାଇଛି। ବ୍ଲକ୍ ଭେରିଫିକେସନ୍, ଡିଷ୍ଟ୍ରିକ୍ଟ ଭେରିଫିକେସନ୍, କଲେକ୍ଟର ଭେରିଫିକେସନ୍ ଏଗୁଡ଼ା କମ୍ପ୍ଲିଟ୍ ହେଇଯାଇଛି। ଦେଖନ୍ତୁ ଶେଷରେ ଯେଉଁ ଷ୍ଟେଟ୍ ଭେରିଫିକେସନ୍ ସେଇଟା ଆପଣଙ୍କର ପେଣ୍ଡିଂ ରହୁଛି। ତ ଏଇ ଯେଉଁ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂ ରହୁଛି, ତ ମୁଁ ବହୁତ ୟୁଟ୍ୟୁବ୍ ଭିଡ଼ିଓ ମଧ୍ୟ ଦେଖୁଛି, ତ ସେଇଥିରେ କହୁଛନ୍ତି ଏଇଟା କରିଦିଅନ୍ତୁ ସେଇଟା କରନ୍ତୁ, ଆପଣ KYC କରିଦିଅନ୍ତୁ। ସେଗୁଡ଼ା ଆପଣଙ୍କର କିଛି ବି ନୁହେଁ, ସେଗୁଡ଼ା ସବୁ ଭୁଲ ତଥ୍ୟ ଦେଉଛନ୍ତି। ତ ଆପଣ ଯଦି KYC କେମିତି କରିବେ, KYC ଅପସନ୍ ଆସୁଛି କିନ୍ତୁ ଯାହାର ଅଲରେଡ଼ି ଆପ୍ଲାଏ ହେଇଯାଇଛି ତାର KYC ନେବ ନାହିଁ। ତ KYC ଆପଣ କରିବେ କେମିତି? ତ ମୁଁ ଆପଣଙ୍କୁ ପୁରା ଡିଟେଲ୍ସରେ ଜଣାଇ ଦେଉଛି। ଦେଖନ୍ତୁ ରିଏଲ୍ କଥାଟା ଆପଣଙ୍କୁ ମୁଁ ଜଣାଇ ଦେଉଛି। ତ ଏଇ ଯେଉଁ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂ ରହିଛି, ଏଇଟା ଖାଲି ଆପଣଙ୍କର ନୁହେଁ, ସମସ୍ତେ ଯେଉଁ ନୂଆ ଆପ୍ଲାଏ କରିଛନ୍ତି ପ୍ରାୟ ସମସ୍ତଙ୍କର ଏଇ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂ ରହୁଛି। ତ ଏ ବିଷୟରେ ଆମେ ଅଫିସିଆଲି କଥା ବି ହେଇଯାଇଥିଲୁ। ତ ସେମାନେ କହିଲେ କି ଯେଉଁ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂ ରହୁଛି, ତ ଆମେ ପଚାରିଥିଲୁ କି ଆପଣ ଯେଉଁ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂ ରହୁଛି ତ ସେଇଟା କ'ଣ 30 ତାରିଖ ପୂର୍ବରୁ ସେମାନେ ପଇସା ପାଇବେ କି ନାହିଁ? ତ ସେମାନେ ସିଧାସଳଖ କହିଥିଲେ କି ନାଇଁ ସେଇଟା ସେମିତିରେ କିଛି ନାହିଁ, ଆପଣ ଯେଉଁ ଷ୍ଟେଟ୍ ଭେରିଫିକେସନ୍ଟା ପେଣ୍ଡିଂଟା ଯେତେବେଳେ କମ୍ପ୍ଲିଟ୍ ହେଇଯିବ ତ ସେମାନଙ୍କୁ ପଇସା ମିଳିବ। ତ କମ୍ପ୍ଲିଟ୍ 30 ତାରିଖ ଆଗରୁ ହେବ କି ନାହିଁ ଜାଣିବା କେମିତି?
ତ ସେମାନେ ତ ସେଇଟା କନଫର୍ମ କହିପାରିଲେନି, କିନ୍ତୁ ମୁଁ ଯେତିକି ଭାବୁଛି ବା ମୋ ଅନୁଭୂତି ଯେତିକି ଅଛି, ଷ୍ଟେଟ୍ ଭେରିଫିକେସନ୍ଟା ଅଛି ଏଇଟା 30 ତାରିଖ ଆଗରୁ କମ୍ପ୍ଲିଟ୍ ନହେଲେ ବି ଯେଉଁଦିନ ପଇସାଟି ଆପଣଙ୍କୁ ଆସିବ ଡାଇରେକ୍ଟ ଭେରିଫିକେସନ୍ କରିକି ମଧ୍ୟ ଦେଇପାରନ୍ତି। ତ ଯଦି ଆପଣଙ୍କର ବି ଷ୍ଟେଟ୍ ଭେରିଫିକେସନ୍ ଏମିତି ଦେଖାଉଛି ତ କିଛି ଚିନ୍ତା କରିବାର ନାହିଁ, ଯେହେତୁ ଆପଣଙ୍କର ଉପରୁ ଚେକିଂ ସେମାନେ ଦେଖିଲା ପରେ ଆପଣଙ୍କ ଅଲରେଡ଼ି ପଇସା ଆସିଯିବ। ତ ଏଥିରେ କିଛି ମାନେ ଚିନ୍ତା କରିବାର ନାହିଁ, ଆପଣଙ୍କୁ ନିଶ୍ଚିତ ମିଳିବ। ଯଦି ଆପଣ ଜମିପଟା ଆପଣ ନିଜ ନାମରେ କି ଯଦି ସବୁ ଠିକ୍ଠାକ୍ ଦେଇଛନ୍ତି ତ ଆପଣ ମଧ୍ୟ ପଇସା ପାଇବେ। ତ ଏମିତି ଆପଣଙ୍କର ଷ୍ଟେଟ୍ ଭେରିଫିକେସନ୍ ଯଦି ଦେଖାଉଛି ତ କିଛି ଅସୁବିଧା ନାହିଁ, ଆପଣ ପାଇବେ। ଦେଖନ୍ତୁ ଏଠି ପର୍ସନାଲ୍ ଡିଟେଲ୍ ସବୁ ଦେଖାଉଛି। ଆଉ ହଁ, ଭୂମିହୀନ କଥା ବି କହିଯିବା। ତ ଭୂମିହୀନମାନଙ୍କର ଯେଉଁ ପଇସାଟା ମିଳିଥିଲା, ଯଦି ସେମାନେ ଆଗରୁ 12,500 ମିଳିଛି ତ ସେଇଟା ଆଉ ପାଇବେ ନାହିଁ ସେମାନେ। ଆଉ ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି, ଯେଉଁମାନଙ୍କର ଜମି ନାହିଁ, ଭୂମିହୀନରେ ଆପ୍ଲାଏ କରିଥିଲେ ତ ସେମାନେ ପାଇବେ। କିନ୍ତୁ ଦେଖନ୍ତୁ ସେମାନେ 3 କିସ୍ତିରେ ପାଇବେ। ତ ସେମାନେ କେମିତି ପାଇବେ ନା 5 କରିକି ଦୁଇଥର ପାଇବେ 10,000 ଏବଂ ତୃତୀୟ କିସ୍ତିରେ 2,500 ପାଇବେ। ତ ଟୋଟାଲ୍ ସେମାନେ 12,500 ପାଇଲା ପରେ ଆଉ ପାଇବେ ନାହିଁ। ତ ଯଦି ବି ଆପଣ ଭୂମିହୀନରେ ଆପ୍ଲାଏ କରିଛନ୍ତି ତ ଆପଣ ଯଦି ଚାଷ ଜମି ଥାଇକି ଆପଣ ଭୂମିହୀନରେ ଆପ୍ଲାଏ କରିଛନ୍ତି ତ ଆପଣ ମଧ୍ୟ ଚାହିଁଲେ ଆପଣଙ୍କର ଚାଷ ଜମିଟାକୁ ଦେଇକି ମଧ୍ୟ ଆପ୍ଲାଏ କରିପାରିବେ। ତ ସେ ଅପସନ୍ ବି ଏଥିରେ ରହୁଛି। ତ ସେଇଟା ପାଇଁ ଆମେ ନେକ୍ସଟ ଭିଡ଼ିଓ ବନେଇଦେବୁ, କେମିତି ଆପଣ ଆପ୍ଲାଏ ପ୍ରୋସେସ୍ ପାଇଁ ଭିଡ଼ିଓ ଗୋଟେ, ସେଇଟା ପାଇଁ ଆମେ ନେକ୍ସଟ ଭିଡ଼ିଓ ବନେଇଦେବୁ, କେମିତି ଆପଣ ଆପ୍ଲାଏ ପ୍ରୋସେସ୍ ପାଇଁ ଭିଡ଼ିଓ ଗୋଟେ ବନେଇଦେବା। ତ ସେଇଟା ଆପଣ ଜାଣିପାରିବେ। ତ ଆଜି ଯେଉଁ ଇନଫର୍ମେସନ୍ଟି ଥିଲା ଯେ CM କିଷାନ କେଉଁମାନେ ପାଇବେ କେଉଁମାନେ ପାଇବେ ନାହିଁ। ତ ଏଇ ଥିଲା ଆଜିର ଭିଡ଼ିଓ। ତ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦିଅନ୍ତୁ। ଆଉ ମୋର ଛୋଟିଆ ଅନୁରୋଧଟିଏ, ମୁଁ ଯେତେବେଳେ ଭିଡ଼ିଓ ବନାଏ ରିଏଲ୍ ଅଥେଣ୍ଟିକେଟ୍ ଭିଡ଼ିଓ ବନାଏ ଏବଂ ପ୍ରତ୍ୟେକ ଯୋଜନାର ଗଭର୍ଣ୍ଣମେଣ୍ଟ ସ୍କିମ୍ ହେଇଥାଉ ଯାହା ବି ହେଉଥାଉ ପ୍ରଥମେ ଆପଣ ଜାଣିପାରିବେ, କାହିଁକିନା ମୁଁ ରେଗୁଲାରଲି ଭିଡ଼ିଓ ବନାଇବା ପାଇଁ ଆପଣଙ୍କୁ ଚେଷ୍ଟା କରିବି ଏବଂ ପରବର୍ତ୍ତୀ ସମୟରେ ଭିଡ଼ିଓ ରେଗୁଲାର ବନାଇବା ପାଇଁ ମୁଁ ଚେଷ୍ଟା କରିବି। ତ ଯଦି ଆପଣ ଆଉ କିଛି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତ ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିପାରିବେ। ତ ସେ ବିଷୟରେ ମଧ୍ୟ ଭିଡ଼ିଓ ଆମେ ବନେଇଦେବା। ତ ଏତିକି ଆଜିର ଭିଡ଼ିଓ ଥିଲା। ତ ଆପଣଙ୍କୁ ଦୟାକରି ଆପଣଙ୍କୁ ଅନୁରୋଧ, ଆପଣ ଚ୍ୟାନେଲଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ଜୟ ଜଗନ୍ନାଥ, ନମସ୍କାର।